ନିଜ ପକେଟରେ 2ଟି ଲବଙ୍ଗ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ତୁମ ପ୍ରେମିକାର ନିଦ ହଜିଯିବ। ରାତି ଦିନ ଫୋନ୍ କରିବ। ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି 2ଟି ଲବଙ୍ଗରେ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିବେ। ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ତାଠାରୁ କିଛି ବି କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ପଇସା ଖର୍ଚ୍ଚ କରି ନିଜ ପସନ୍ଦର ସୁନ୍ଦରୀ ଝିଅକୁ ପଟେଇ ପାରିବେ। କେବଳ ଆପଣଙ୍କୁ 2ଟି ଲବଙ୍ଗ ନିଜ ପକେଟରେ ରଖିବାର ଅଛି। ଗ୍ୟାରେଣ୍ଟି ଦେଉଛି ଯେମିତି ଆପଣ ଏପଟେ ଏହି ବିଧିକୁ କରିବେ, ସେପଟେ ତୁମ ପ୍ରେମିକାର ନିଦ ହଜିଯିବ। ରାତି ଦିନ ତୁମକୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି, ସୁନ୍ଦରୀ ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିବେ। ବିବାହିତା ନାରୀକୁ ନିଜ ପ୍ରେମରେ ଦିବାନୀ କରିପାରିବେ। କିମ୍ବା ଯଦି ଆପଣଙ୍କୁ କେଉଁ ଝିଅ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ଆଉ ଆପଣ ସେ ଝିଅକୁ ଫେରି ପାଇବାକୁ ଚାହୁଁଛନ୍ତି, ତେବେ ମାତ୍ର ଥରେ ମୋ କଥା ମାନି 2ଟି ଲବଙ୍ଗ ପକେଟରେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ନିଜେ ଆସିବ, ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ, ଆପଣଙ୍କୁ ନ ଦେଖି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ଚାଲନ୍ତୁ ଜାଣିବା। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ଆପଣ କିପରି କରିବେ। କିନ୍ତୁ ବଶୀକରଣ କରିବା ପୂର୍ବରୁ ବଶୀକରଣ ବିଷୟରେ କିଛି ଜାଣି ରଖନ୍ତୁ। ଆପଣଙ୍କର ବଶୀକରଣ 100ରୁ 100% କାମ କରିବ। ବଶୀକରଣ କ'ଣ ପାଇଁ କରାଯାଏ? ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ସେତେବେଳେ ଆପଣ ବଶୀକରଣ କରିପାରିବେ। କିମ୍ବା ଯଦି କେଉଁ ଲୋକ ବିନା କାରଣରେ ଆପଣଙ୍କୁ ହଇରାଣ କରୁଛି, ଆପଣଙ୍କର ଘର ପରିବାର ଉପରେ ଖରାପ ନଜର ପକାଉଛି, ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ। କାହିଁକି ନା କେତେଥର ଏମିତି ହେଇଥାଏ କି ଆମର ଶତ୍ରୁ ପଇସାରେ ଆଉ ଶକ୍ତିରେ ଆମଠାରୁ ବଳବାନ ହେଇଥାଏ, ଆଉ ଆମେ ଚାହିଁକି ବି ତା'ର କିଛି କରିପାରୁନାହୁଁ। ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ। ବଶୀକରଣର ମାନେ ହେଉଛି ନିଜର ଭାବନାକୁ ଅନ୍ୟର ଦିମାଗରେ ପହଞ୍ଚାଇବା, ନିଜର ଭଲ ପାଇବାକୁ ଅନ୍ୟର ଦିମାଗରେ ପହଞ୍ଚାଇବା। ମାନେ ଆପଣ ଯେଉଁ ଝିଅକୁ ଭଲ ପାଉଛନ୍ତି, ତା'ର ଦିମାଗରେ ଆପଣଙ୍କର ଭାବନାକୁ ପହଞ୍ଚାଇବା। ତେବେ ବଶୀକରଣ କରିବା ପୂର୍ବରୁ କିଛି ବିଶେଷ କଥା ଜାଣି ରଖନ୍ତୁ। ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ
100ରୁ 100% ସଫଳ ହେବେ। ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ର ତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ, ମନ୍ତ୍ର ଠିକ୍ ସେ ଉଚ୍ଚାରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। ଯଦି ଗୋଟିଏ ଥରରେ ଆପଣଙ୍କର ବଶୀକରଣ ହେଉନି, ଦ୍ୱିତୀୟ ଥର ଚେଷ୍ଟା କରନ୍ତୁ, ନିହାତି ଭାବେ ସଫଳ ହେବେ। ତେବେ ଚାଲନ୍ତୁ ଜାଣିବା 2ଟି ଲବଙ୍ଗରେ ଆପଣ କିପରି ଝିଅ ପଟେଇ ପାରିବେ। କେବଳ ଆପଣଙ୍କୁ 2ଟି ଲବଙ୍ଗ ନିଜ ପକେଟରେ ରଖିବାର ଅଛି। ତାପରେ ଦେଖିବେ କିପରି ସେ ଝିଅ ଆପେ ଆପେ ପଟିଯିବ। ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ଳ ପକ୍ଷର ଶୁକ୍ରବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ସଫା ବସ୍ତ୍ର ପିନ୍ଧିକି ଆପଣ ଏହି ବଶୀକରଣ ଆରମ୍ଭ କରିବେ। ଠିକ୍ ଅଛି। ପ୍ରଥମେ ଆପଣ କ'ଣ କରିବେ, ଯେଉଁ ଝିଅ ବା ନାରୀକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି ତାର ଗୋଟିଏ ବାଳ ଆଣିବେ। ଗୋଟିଏ ବାଳ ଆପଣଙ୍କୁ ଆବଶ୍ୟକ। ଯେଉଁ ଝିଅ ବା ନାରୀକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି ତାର ଗୋଟିଏ ବାଳ ଆଣିବେ। ତାପରେ 2ଟା ଲବଙ୍ଗ ଆଣିବେ, ଆଉ ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ। ଏତିକି ଜିନିଷ ଆଣିସାରିବା ପରେ ନିଜ ଘରେ କୌଣସି ଏକ ଜାଗାରେ ନାଲି ରଙ୍ଗର ଆସନ ପକେଇକି ପଶ୍ଚିମ ଦିଗକୁ ମୁହଁ କରିକି ବସି ପଡ଼ିବେ। ତାପରେ ଯେଉଁ ଝିଅର ବାଳ ଆଣିଛନ୍ତି ସେ ଝିଅର ବାଳକୁ 2ଟି ଲବଙ୍ଗରେ ଭଲ ଭାବରେ ଗୁଡ଼େଇ ଗୁଡ଼େଇ ବାନ୍ଧିଦେବେ। ତାପରେ ସେଥିରେ ସିନ୍ଦୁର ଲଗେଇଦେବେ। ଏତିକି କରିସାରିବା ପରେ ସେ ଲବଙ୍ଗକୁ ଡାହାଣ ହାତରେ ମୁଠେଇକି ଧରିବେ, ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ଭାବି ସାରିବା ପରେ ଆପଣ 7 ଥର ସେ ଝିଅ ବା ନାରୀର ନାମ କହିବେ। ତାପରେ ସେ ଲବଙ୍ଗରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ ଆପଣ କ'ଣ କରିବେ, ସାଙ୍ଗେ ସାଙ୍ଗେ ସେ ଲବଙ୍ଗକୁ ଜାଳିଦେବେ। ଯେଉଁ ଝିଅର ବାଳ ଗୁଡ଼ିଆ ହେଇଥିବ ସେଇ ସହିତ ଆପଣ ସେ ଲବଙ୍ଗକୁ ଜାଳିଦେବେ। ଜାଳି ସାରିବା ପରେ ବାକି ଯାହା ବି ବଳିକି ରହିବ ଆପଣ କ'ଣ କରିବେ, ତାକୁ ଖଣ୍ଡେ କାଗଜରେ ମୋଡ଼ିକି ନିଜ ପକେଟରେ କିମ୍ବା ମନି ପର୍ସରେ ରଖିଦେବେ। ଗ୍ୟାରେଣ୍ଟି ଦେଉଛି ଯେପର୍ଯ୍ୟନ୍ତ ସେ ଲବଙ୍ଗର ପାଉଁଶ ଆପଣଙ୍କ ପାଖରେ ଥିବ ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କର ଗୁଲାମୀ କରିବ। ଯାହା ଚାହିଁବେ ତାହା କରିବ। ଆପଣଙ୍କର ସବୁ କଥା ମାନିବ। ଧନ୍ୟବାଦ।